ନମସ୍କାର। କହିଲେ କହିବ କହୁଛି। ଆରେ ବାବୁ, ଜନତା ଦନାର୍ଦ୍ଦନ ହେଲେ ସବୁର ମାଲିକ। ତେଣୁ ସେମାନେ ଯେବେ ଚାହିଁବେ ଓପାଡ଼ିକି ଫୋପାଡ଼ି ଦେବେ, ଯିଏ ବି ହଉ। ଦେଖିଲନି ଓଡ଼ିଶାରେ 25 ବର୍ଷ ଶାସନର ଅବସ୍ଥା କ'ଣ ହେଲା? ଏଇ ବୁଝାବଣା ଭୁଲ। ଆଉ ତୁମେ 15 ବର୍ଷ କେନ୍ଦ୍ରରେ ଶାସନ କଲଣି, ପୁଣି ରାଜ୍ୟ ସବୁକୁ ହାତେଇଲଣି, ତଥାପି ବି ବୁଝିପାରୁନା ଜନତା ଦନାର୍ଦ୍ଦନ କ'ଣ ବୋଲି ଚଲେଇଛ। ଆଉ 29ରେ ନୁହଁ। କାହିଁକି ତା'ର କାରଣ ମୁଁ କହୁଛି। ଦେଖନ୍ତୁ, ବହୁ ଲୋକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ନେତାମାନେ କିଛି ବୁଝୁନାହାନ୍ତି। କ'ଣ ନା, ଆମେ ତ ଥରେ ନେତା ହେଇଗଲୁ, ଆଉ ଆମର ଛତା ଖୋଲିଗଲା, କି ବର୍ଷା କି ଖରା କି ପବନ କି ଜିନିଷ ଆମ ଉପରେ ଆଉ କିଛି ଧୂଳି ବି ପଡ଼ିବନି। ଏହା ଭୁଲ। କାରଣ 5 ବର୍ଷ ଭିତରେ ତୁମେ ଯାହା କିଛି କରିପାରିବ। 5 ବର୍ଷ ପରେ ଯେତେବେଳେ କୋଡ଼୍ ଅଫ୍ କଣ୍ଡକ୍ଟ ଲାଗୁ ହେଇଯିବ, ସେତେବେଳେ ଆଉ ତୁମର ବାଟ ନଥିବ। ଯେତେ ଘିଅ ବୋଳିଲେ, ଯେତେ ଚନ୍ଦନ ବୋଳିଲେ, ଯେତେ ସିନ୍ଦୁର ବୋଳିଲେ, ଯେତେ ଦିଅଁ ଦେବତାଙ୍କୁ ପୂଜା କଲେ, ସମସ୍ତେ ଭାବି ନେବେ ଏଇଟା ଗୋଟେ ବେଇମାନ। ତେଣୁ ଆକୁ ଟିକେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ସମସ୍ତ ଦଳକୁ ଅବଗତ କରାଯାଉଛି। ଆଉ ଯେତେବେଳେ ନା ଦେଖିବେ ତଳ ବରଡ଼ାଟି ଖସିଯିବ, ମଝି ବରଡ଼ା ବି ଖସିବ, ଉପର ବରଡ଼ା ବି ଖସିବ, ଆଉ ବୃକ୍ଷ ବି ଧସିଯିବ। କାରଣ ଇଏ ହେଉଛି ବା ପବ୍ଲିକଙ୍କ ଆଶୀର୍ବାଦରେ, ଭୋଟରଙ୍କ ଆଶୀର୍ବାଦରେ ତୁମେ ସବୁ ସେ ଜାଗାକୁ ଯାଇଛ। ବାବୁ, ଟିକେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ମୁଁ ୟାକୁ ମୋର ନିଜସ୍ୱ ୟୁଟ୍ୟୁବ୍ ମାଧ୍ୟମରେ ପଠାଉଛି। ପ୍ରଭୁ ଆଚାର୍ଯ୍ୟ ଭୁବନେଶ୍ୱର। ଦେଖନ୍ତୁ, ମୁଁ ନିଜେ ଗୋଟେ ଭୁକ୍ତଭୋଗୀ। କାରଣ କ'ଣ ଦେଖନ୍ତୁ, ଆଜିକୁ 3 ବର୍ଷ ହେଇ ପାଖାପାଖି ହେଲାଣି। ଏ ଇଲେକ୍ସନ୍ ପରେ ମୋତେ ମଧ୍ୟ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ। ନେତା କ'ଣ ସେମାନେ? ଆରେ ବାବୁ, ଆମେ ବି 50 ବର୍ଷ ଭୁବନେଶ୍ୱରରେ ଅଛୁ। କେତେ ରାଜନୈତିକ ବ୍ୟକ୍ତିମାନଙ୍କୁ ଦେଖିଛୁ। ମୋତେ ଆସିକି 63 ବର୍ଷ ହେଲାଣି। କିନ୍ତୁ ବହୁ ଅସୁବିଧାରେ ସମ୍ମୁଖୀନ ଆମେ ଥିଲୁ। କଂଗ୍ରେସ ପିରିୟଡ଼ରେ ଯେତେବେଳେ ସ୍ୱର୍ଗତ ଜେ.ବି. ପଟ୍ଟନାୟକ ଥିଲୁ। ନବୀନ ବାବୁଙ୍କ ପିରିୟଡ଼ରେ ଭଲରେ ଥିଲୁ, ଏବଂ ବିଜୁ ବାବୁଙ୍କ ପିରିୟଡ଼ରେ ମଧ୍ୟ ଭଲରେ ଥିଲୁ। ଆଜି କାହିଁକି ଆମକୁ ଏସବୁ ଅସମ୍ମାନିତ କରାଯାଉଛି? ଆମେ ହେଉଛୁ ସିନିୟର ସିଟିଜେନ୍। କାହିଁକି ଅସମ୍ମାନିତ କରାଯାଉଛି? ନେତାମାନେ କହିଦେଉଛନ୍ତି ଆମେ ତୁମର ଦୋକାନଟାକୁ ସଜାଡ଼ି ଦେବୁ, ବାଗେଇ ଦେବୁ। ମୁଁ କ'ଣ ନେଇଥିଲି ଗୋଟେ ଛୋଟ ଦୋକାନ, ଗୋଟେ କ'ଣ ନେଇଥିଲି? ମୁଁ ପା ଗୋଟେ ଓଡ଼ିଶା ଗଭର୍ଣ୍ଣମେଣ୍ଟର କୋଅପରେଟିଭ ସୋସାଇଟିର ଗୋଟେ ମିଲ୍କ ବୁଥ୍ ନେଇଥିଲି। ବୁଥ୍ ନମ୍ବର 594, ଆଉ ଜଗନ୍ନାଥ ବିହାର ଲେନ୍ 12, ଭୁବନେଶ୍ୱର। ଆପଣମାନେ କଲେ କ'ଣ? ଭାଙ୍ଗିଲେ। ସେ JDC ଏତେ ବଦମାସ ଲୋକ, ଆଉ ସେ ବି ଦିନେ ନା ଦିନେ ମୋ ହାବୁଡ଼ରେ ପଡ଼ିବେ। ଏଇଟା ଅସମ୍ଭବ ଜିନିଷ ନୁହଁ। କାରଣ ମୁଁ ଗୋଟେ ବିଶାଳକାୟ ବରଗଛ। ମୁଁ ବହୁତ ଛାଇ ଦେଇପାରେ, ଆଉ ଖରା ବି ଦେଇପାରେ, ଆଉ ପତ୍ର ଝଡ଼ା ବି ଦେଇଦେଲେ ବି ମୋ ଗଛ ତଳରେ କି ବସିପାରିବେନି। ଏମିତିକା ଜୀବନରେ କିଛି କରିନାହିଁ ବୋଲି ନୁହଁ। କିନ୍ତୁ ଏଇ ଯେଉଁ ନେତାମାନଙ୍କୁ ଯାଇକି ଆମେ କହୁଛୁ, ଗୋଟେ ସେତେବେଳର ସାଂସଦ ଜଣେ, ମୁଁ ନାଁ କହିବିନି କାରଣ ସେ ବିରୋଧୀରେ ଅଛନ୍ତି ନା, ଭଲ କାମ କରିଛନ୍ତି, ସେ ବିରୋଧୀରେ ରହିବେ ନା। ଖାଲି ଟଙ୍କା ମାଗିବ ତାଙ୍କୁ, କେମିତି ଟଙ୍କା ଦେବେ, ତୁମ ସଂସ୍ଥା ଚଳିବ, ତୁମ ହାତ ସଫେଇ ହେବ। ସିଏ ମଧ୍ୟ 3 ଥର ଆସିକି ମନା କଲେ, ନାଇଁ ସେ ଓମ୍ଫେଡ଼ ବୁଥ୍କୁ ଭାଙ୍ଗନି। ମୁଁ ସେଠି ନିଜେ ବସାବସି କରେ। ସେତେବେଳର ସୂର୍ଯ୍ୟପାତ୍ର ବସୁଥିଲେ, ଆଉ ଆପଣଙ୍କର ବବି ଦାସ ମଧ୍ୟ ବସନ୍ତି ମୋ ଦୋକାନରେ। ଏବେକାର ସାଂସଦ ଯିଏ ବସିଥିଲେ, ମୁଁ ଭାବିଲି କିଛି ପରିବର୍ତ୍ତନ କରିବେ। କିଛି ପରିବର୍ତ୍ତନ ତାଙ୍କ ଦ୍ୱାରା ହେଇପାରିବ ନାହିଁ। ଆଉ 29ରେ ୟାର ଭୋଗାଭୋଗ ନିଶ୍ଚୟ ଭୋଗିବ। ନିଶ୍ଚୟ ସତ୍ୟ ତ୍ରିବାର ସତ୍ୟ ଆପଣମାନେ ଭୋଗିବେ।
ଖାଲି ଭୋଗିବେନି, ଆପଣ ଭୋଗିବେନି, ଆପଣଙ୍କ ସରକାର ମଧ୍ୟ ଭୋଗିବ। ଦରକାର ପଡ଼େ କେନ୍ଦ୍ରରୁ ଯିବ, ରାଜ୍ୟରୁ ମଧ୍ୟ ଯିବ, କାରଣ ଇଏ ମୋର ଅଭିଶାପ, ବ୍ରାହ୍ମଣ ଅଭିଶାପ। କାରଣ ମୁଁ ଗୋଟେ ସଂସ୍ଥା କରିକି କରୁଥିଲି, ଆଉ ଯେଉଁମାନେ ମୋର କ୍ଷତି ପହଞ୍ଚେଇଛନ୍ତି ସେମାନେ ବି ସଂସାରରେ ଭଲରେ ରହିବେ ନାହିଁ। ଏହା ସତ୍ୟ, ସତ୍ୟ, ତ୍ରିବାର ସତ୍ୟ। କାରଣ ମୁଁ ହେଉଛି ଗୋଡ଼ା ଲୋକନାଥଙ୍କର ସେବକ, ଆଉ ଜଗନ୍ନାଥଙ୍କର ସେବକ, ମାନେ ନାନାଦି ଦେବାଦେବୀଙ୍କି ମୁଁ ସ୍ମରଣ କରିକି ସଂସ୍ଥା ଚଳାଏ, ଏବଂ ସେଇ ସଂସ୍ଥାରୁ ମୁଁ ଉଠିଛି ମଧ୍ୟ। ଯେତିକି ବଡ଼ କରିବା କଥା ପ୍ରଭୁ ମୋତେ କରିଛନ୍ତି, ତା'ର କିଛି ଅସୁବିଧା ନାହିଁ। ପିଲାମାନେ ବି ଲାଇନ୍କି ଆସିଯାଇଛନ୍ତି। କିନ୍ତୁ ଆପଣମାନେ ସବୁ କଲେ କ'ଣ? ନେତା ହିସାବରେ ଆସିଲେ, ମୋ ପାଖରେ ବସିଲେ, ମୋତେ ପ୍ରତିଶ୍ରୁତି ଦେଲେ, ହଁ ଆପଣଙ୍କର ଆମେ କରିଦେବୁ, ଦୋକାନଟାକୁ କରିଦେବୁ। କ'ଣ କଲେ? କ'ଣ କଲେ କହୁନାହାନ୍ତି? ନା ଦୋକାନ କଲେ, ନା ମୋତେ ସ୍ଥାୟିତ୍ୱ ଗୋଟେ କରେଇଲେ କୌଣସି ସଂସ୍ଥା ଦେଇକି। ଆଉ ମୁଁ ଯେଉଁ ସଂସ୍ଥାଟି ନେଇଥିଲି, ମାନେ ତତ୍କାଳୀନ ପ୍ରଥମ ଭୁବନେଶ୍ୱରର ମାନେ ସେକେଣ୍ଡ ମେୟର ଅନନ୍ତ ନାରାୟଣ ଜେନା ନିଜେ ଉଦ୍ଘାଟନ କରିଥିଲେ 2009ରେ। ସେ ଜଗନ୍ନାଥ ବିହାରରେ ରାସ୍ତାଘାଟ କିଛି ନଥିଲା। ମୁଁ କରିଥିଲି ଗୋଟେ ଓସ୍ତ ଗଛ, ବରଗଛ ଏବଂ ଏ ରାସ୍ତାରେ 4ଟି ଓସ୍ତ ଗଛ ମଧ୍ୟ, ବୃକ୍ଷ ମଧ୍ୟ ମୁଁ କରିଦେଇ ଯାଇଛି। ଆରେ ସଂସାରରେ ବଞ୍ଚେ ମରେ ସେ ତ ପଛ କଥା। ତେଣୁ ମୁଁ କିଛି କରିଦେଇକି ଯାଇଛି। ଆପଣମାନେ ସବୁ କରିଛନ୍ତି କ'ଣ? ଏଇ ଗରିବଙ୍କର ଦୋକାନ ଭାଙ୍ଗିଛନ୍ତି, ଗରିବଙ୍କୁ ଥଇଥାନ କରିନାହାନ୍ତି। ଇଆଡ଼େ ଖାଇବାକୁ ଗୁଣ୍ଡେ ଦେଇଛନ୍ତି, ସେତେବେଳେ ମାନେ ପିଠିରେ ସେଣ୍ଡାରେ ଗୋଟେ ମୁଥ ଦେଇଛନ୍ତି। ଏଇଆ ସବୁ ରାଜନୀତି ଆପଣମାନେ କରୁଛନ୍ତି। ଇଏ ରାଜନୀତି ନୁହଁ। କାରଣ ମୁଁ ଆକୁ ୟୁଟ୍ୟୁବରେ ଦେଉଛି, ଆପଣମାନେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, ଆପଣ ଜିନିଷଟିକୁ ଦେଖିବେ, ଜିନିଷଟିକୁ ଜାଣିବେ। ଏ ସରକାର ଏମିତିକା। ଯେତେବେଳେ ପ୍ରଥମ ଭଙ୍ଗା ହେଲା ମୋ ଦୋକାନ, ତାପରେ ପରେ ଭୁବନେଶ୍ୱର ଛିନଛତ୍ର ହୋଇଗଲା। ଆଉ ଯେତେବେଳେ ବିଜେଡ଼ି ଗଭର୍ଣ୍ଣମେଣ୍ଟ ମଧ୍ୟ ଥାଏ, ମୁଁ ତାଙ୍କୁ ବି କହିଥିଲି, ମୁଁ କହିଲି ବାବୁରେ ମୋ ଦୋକାନ ଭାଙ୍ଗନି, ଭାଙ୍ଗିଲେ ବଡ଼ ଅଳିଆ ହେବ, ତମେ ବି ରହିପାରିବନି ସରକାରରେ। ସେ ଯାଇଥିଲେ, ସରକାରରୁ ଯାଇଛନ୍ତି। ଏବଂ ଆଗାମୀ ଦିନରେ ଆପଣମାନେ ଯେଉଁ ସବୁ କର୍ମ କରୁଛନ୍ତି, ଗରିବ ଲୋକ, ଦୁଃଖୀ ଲୋକ, ରଙ୍କି ଲୋକ ଏବଂ ଧନୀ ବଡ଼ ଲୋକ ସମସ୍ତେ ସଂସାରରେ ରହିବେ। ଭଗବାନ କରିଛନ୍ତି। ଗୋଟେ ମଶାଟେ ରହିବ, ଗୋଟେ ମୂଷାଟେ ରହିବ, ଗୋଟେ କୁକୁରଟେ ରହିବ, ଗୋଟେ ସାପଟେ ରହିବ, ଗୋଟେ ମଣିଷଟେ ରହିବ, ଗୋଟେ ହାତୀଟେ ରହିବ, ଗୋଟେ ବାଘଟେ ରହିବ, ଗୋଟେ କୁମ୍ଭୀରଟେ ରହିବ। ସମସ୍ତେ ରହିବେ, ରହିବା ପାଇଁ ସମସ୍ତଙ୍କୁ କରିଛନ୍ତି। କିନ୍ତୁ କାହାର ତ ଭାଙ୍ଗିବା ଲାଗି କରିନାହାନ୍ତି। ଇଏ ଗୋଟେ ଯେଉଁ କ୍ରିଟିକାଲ ରାଜନୀତି ଏବେ ସବୁ ଆପଣମାନେ ସବୁ ଚଲେଇଛନ୍ତି। ଆପଣ ଭାବୁଛନ୍ତି ଜନତା ଜନାର୍ଦ୍ଦନ କିଛି ବୁଝିପାରୁନାହାନ୍ତି, ସେମାନେ ବୋକା। ଆଉ ସେ ସମୟ ଅଛି, ମାଛ ଖାଇବେ, ମାଂସ ଖାଇବେ, ଟଙ୍କା ନେବେ, ଭୋଟ ଦେଇଦେବେ, ଆପଣ ଜିତିଯିବେ, ଯାଇକି ଆପଣ ରାଜଧାନୀ କାର୍ଯ୍ୟକ୍ରମ ସବୁ ଆରମ୍ଭ କରିବେ। ସେ ସମୟ ଗଲାଣି। ଏବେ ନିଜକୁ ସବୁ ସୁଧାର ହୁଅ, ଯିଏ ବି ହୁଅ, ନିଜକୁ ସୁଧାର ହୁଅ। ଜନତା ଜନାର୍ଦ୍ଦନଙ୍କ ପାଖକୁ ଯାଅ, ତାଙ୍କ ଭଲ ମନ୍ଦରେ ଟିକେ ପାଖରେ ଠିଆ ହୁଅ। ଯେଉଁଠି ଖବର ପାଇବ ଯାଇକି ଠିଆ ହେଇଯାଅ, ତାହେଲେ ଲୋକ ଜାଣିବେ। ଆଉ ତୁମେ କ'ଣ ଦେବ? ତୁମର ସବୁ ଯେଉଁମାନେ MLA ହେଇଛ, ମନ୍ତ୍ରୀ ହେଇଛ, ତୁମର ସବୁ କ'ଣ ମାନେ ଥିଲା ଆଧିପତ୍ୟ? ଆମେ କ'ଣ ସବୁ ଦେଖିନୁ? ନା ଆମେ ଦେଖୁଛୁ। ଦାମବାବୁ କହିଲା ପୁଣି ଏଗୁଡ଼ାକ ସବୁ ମୁଁ ଦେଖିକି ଆସି 40 ବର୍ଷ 45 ବର୍ଷ ତଳୁ ଏଇ ଭୁବନେଶ୍ୱରରେ, ଯେତେବେଳେ ମେୟର ଥିଲେ ଜଗନ୍ନାଥ ମହାପାତ୍ର, ଯେତେବେଳେ ମେୟର ଥିଲେ କିରଣବାଳା ମଙ୍ଗରାଜ, ମୁଖ୍ୟମନ୍ତ୍ରୀ ଥିଲେ ବିଜୁ ପଟ୍ଟନାୟକ, ଆଉ ସେଗୁଡ଼ାକୁ ସବୁ ଆମେ ଦେଖିକା ଆସିଛୁ। ଆଉ ଆପଣମାନେ ଏବେ ଯେଉଁ ସବୁ କର୍ମ କରୁଛନ୍ତି, ତା'ର କର୍ମ 2029ରେ ନିଶ୍ଚୟ ଏଇ ଜନତା ଜନାର୍ଦ୍ଦନ ଓଡ଼ିଶାରୁ ଦେବେ। ଓଡ଼ିଶା ନୁହଁ, ସାରା ଭାରତ ବର୍ଷରେ ଦେବେ। କାରଣ ବହୁତ ଅସହ୍ୟ ହେଇକି ଅଛନ୍ତି ଆପଣମାନେ ଯେଉଁ ପ୍ରକାର ସବୁ କର୍ମ କରୁଛନ୍ତି। କିଏ କହୁଛି ମୁଁ ବୁଲଡୋଜର ବାବା, କିଏ କହୁଛି ମୁଁ ସବୁ ଜେଲ୍ ପଠାଇଦେବି, ହାଜତରେ ପୁରେଇ ଦେବି। ଆରେ ବାବୁ, ତମେ କ'ଣ କରିପାରିବ? ତମର କ'ଣ ନିଜର ଔକାତ ଅଛି କହିଲ? କ'ଣ ଔକାତ ଅଛି? ମୁଁ ପଚାରୁଛି, ପ୍ରଭୁ ଆଚାର୍ଯ୍ୟ ପଚାରୁଛି। ଭୁବନେଶ୍ୱରରେ ଗୋଟେ 50 ବର୍ଷର ବ୍ୟକ୍ତି, ଆପଣଙ୍କମାନଙ୍କର କ'ଣ ଔକାତ ଅଛି? ଆପଣ ପୁରେଇ ଦେବେ, ଖାଲି ଜେଲ୍ରେ ପୁରେଇ ଦେବେ। ଗୋଟେ କ'ଣ ଜେଲ୍ରେ ପୁରେଇ ଦେଲେ ଜେଲ୍ରେ ସଡ଼ିଯିବ, ସେ ଆଉ ବାହାରକୁ ବାହାରିବନି, ସେ ଆଉ କିଛି କରିବନି। ଏଇ କରିକି ଦେଶଟାକୁ ତମେ ଶେଷ କରିବାକୁ ବସିଲଣି। ଆଉ ନିଜେ ତଳିତଳାନ୍ତ ହେବ,
ପୁଣି ସେଇ ପୁରୁଖାବାଲା ସବୁ ଆସିବେ। ୟାକୁ ସମୟକୁ ଅପେକ୍ଷା କର, ଲୋକ ନିଶ୍ଚୟ ଏହାର ଉତ୍ତର ଦେବେ। ଆଉ ସମସ୍ତ ବିଧାୟକମାନଙ୍କୁ ଗୋଟିଏ ନିବେଦନ, ନବୀନ ବାବୁ ଦେଖିଲେ ନା କେମିତି ଅବସ୍ଥା ହେଇଗଲେ। ବାବୁ ସେ କ'ଣ ନଥିଲେ କ'ଣ ହେଇଗଲେ କହିଲେ, କିନ୍ତୁ ଲୋକ ପୁଣି ଦରକାର ପଡ଼େ ତାଙ୍କୁ ଟାଣି ଆଣିକି ବସେଇ ଦେବେ। ସେ ଥରନ୍ତୁ, ଉଠନ୍ତୁ, ଯାହା କିଛି କରୁଛନ୍ତି କରନ୍ତୁ, କିନ୍ତୁ ତାଙ୍କ ଶାସନ ଠିକ୍ ଥିଲା ବୋଲି ଲୋକ ଏବେ ମାନେ ପ୍ରକାଶିତ କରୁଛନ୍ତି, ମୁହଁରେ କହୁନାହାନ୍ତି। କାହିଁକିନା ଏଇରେ ଖାଉଛନ୍ତି ନା ତୁମ ପାଖରୁ, ମୁହଁରେ କହୁନାହାନ୍ତି। ଠିକ୍ ସମୟରେ ଠିକ୍ ଉତ୍ତର ନିଶ୍ଚୟ ଏଇ ଓଡ଼ିଶା ଜନାର୍ଦ୍ଦନ ଦେବେ। ଆଉ ଆପଣମାନେ ଖିଆଲ ରଖିଥାନ୍ତୁ। ମୋର ଭାଙ୍ଗିଦେଲେ ଓମ୍ଫେଡ଼, ମୋର ମନରେ ଦୁଃଖ ନାହିଁ, କାରଣ ମୋର କ'ଣ ଭାଙ୍ଗିଲେ, ଆପଣ ସେଟା ଗୋଟେ ସରକାରୀ ସ୍ୱୀକୃତି ପ୍ରାପ୍ତ ସଂସ୍ଥା। ଆମେ BMC ଦେଉଥିଲୁ, ମାନେ ହୋଲ୍ଡିଂ ଦେଉଥିଲୁ, ଗୋଟେ ଦୋକାନ ନେଇଥିଲୁ, ଇଲେକ୍ଟ୍ରିକ୍ ବିଲ୍ ଦେଉଥିଲୁ, ପାଣି ବିଲ୍ ଦେଉଥିଲୁ, ଭଲ ମନ୍ଦ ସବୁ ମାନେ ଚାନ୍ଦା ଭେଦା ଭଲ ମନ୍ଦ ଦେଉଥିଲୁ, ଜନତାଙ୍କ ସେବା କରୁଥିଲୁ। କୋରୋନା ସମୟରେ ବହୁତ ବ୍ୟକ୍ତିଙ୍କୁ ଆମେ ସାହାଯ୍ୟ କରିଛୁ। ଆମକୁ ସରକାର ଅର୍ଡ଼ର ଦେଇଥିଲେ ଯେ ତୁମେ ସବୁ ଦୋକାନ ଖୋଲିକି ଲୋକଙ୍କୁ ଦିଅ, ଦୂରତା ମାନେ ରକ୍ଷା କର, ସବୁ ଜିନିଷକୁ ଆମେ ପାଳିଛୁ। କିନ୍ତୁ ଆପଣମାନେ ଆମର କରିଛନ୍ତି କ'ଣ କହିଲେ, ସର୍ବନାଶ। ଆଉ ଆପଣ 2029ରେ ପୁଣି ବଡ଼ଦାଣ୍ଡକୁ ଟିକେ ଯିବାକୁ ପଡ଼ିବ ନା। ଆପଣ ଭାବୁଛନ୍ତି ଏକୁଟିଆ ଚାଲାକ ବୋଲି, ନା, କିଛି ଚାଲାକ ନୁହଁ। ଏଇ ଚାଲାକିର ଅତି ଚତୁର କାଉ କ'ଣ ଖାଏ, ଡ୍ୟାସ୍। ସେମିତିକା ଅବସ୍ଥା ଆପଣମାନଙ୍କର 2029ରେ ହେବ। ସୁଧୁରିବେ ସୁଧୁରନ୍ତୁ, ବଦଳିବେ ବଦଳନ୍ତୁ, ଜନତାଙ୍କ ସେବା କରନ୍ତୁ। ଜନତା ଜନାର୍ଦ୍ଦନ, ସେ ଚାହିଁଲେ ଆପଣ 29ରେ ଆସିବେ, ନହେଲେ ଢୁସ୍। ପ୍ରଭୁ ଆଚାର୍ଯ୍ୟ ଭୁବନେଶ୍ୱର, ଆକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ବହୁ ମାତ୍ରାରେ କରିବେ। ମୁଁ ମୋ ନିଜସ୍ୱ ୟୁଟ୍ୟୁବରେ ଦେଉଛି ପ୍ରଭୁଜୀ କ୍ରିଏସନ୍। ଜୟ ଶ୍ରୀ ଜଗନ୍ନାଥ।